ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୋର ଆଉ ଏକ ଭିଡ଼ିଓକୁ ମୁଁ ସ୍ୱାଗତ କରୁଅଛି। ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା 7ଟି ପ୍ରତ୍ନତତ୍ତ୍ୱ ପ୍ରମାଣ। ହଁ ବନ୍ଧୁଗଣ, ବାଇବେଲ ସମ୍ପର୍କିତ ଅନେକ ପ୍ରମାଣ ରହିଅଛି, ଅନେକ ଆବିଷ୍କାର ରହିଅଛି। ସେଥିମଧ୍ୟରୁ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ 7ଟି ପ୍ରତ୍ନତତ୍ତ୍ୱ ପ୍ରମାଣ ମୁଁ ଦେଖାଇବି, ଯାହାକି ଆମମାନଙ୍କର ଜାଣିବା ନିହାତି ଦରକାର ଅଟେ। ବାଇବେଲ ସମ୍ପର୍କିତ 7ଟି ଅଦ୍ଭୁତ ଆବିଷ୍କାର, ଯାହା ଏହା ସୂଚନା ଦିଏ ଯେ ବାଇବେଲ ଏକ ସତ୍ୟ ପୁସ୍ତକ ଅଟେ। ତେବେ ବନ୍ଧୁଗଣ, 7ଟି ବାଇବେଲକୁ ପ୍ରମାଣକୁ ନେଇ ଯେଉଁ ପ୍ରତ୍ନତତ୍ତ୍ୱ ଆବିଷ୍କାର ରହିଅଛି, ସେଥିମଧ୍ୟରୁ ପ୍ରଥମରେ ଆସିବ ଏପିକ୍ ଅଫ୍ ଗିଲଗାମେଶ। ଏପିକ୍କୁ କାହାଣୀ ମଧ୍ୟ ଆପଣ କହିପାରିବେ। 1949 ମସିହାରେ ଏକ ଇଂରେଜ ପ୍ରତ୍ନତତ୍ତ୍ୱବିଦ ନିନିବି ସହରର, ଯାହାକୁ ଆଜିର ଇରାକ, ଯାହା ମେସୋପୋଟାମିଆର ଏକ ସହର ଅଟେ, ସେହି ସହରର ଲାଇବ୍ରେରୀରୁ ଏକ ଲେଖା ମିଳିଥିଲା, ଯାହାର ନାମ ଥିଲା ଏପିକ୍ ଅଫ୍ ଗିଲଗାମେଶ। ଏହାକୁ ମେସୋପୋଟାମିଆର କିଛି ଲୋକ ମାନୁଥିଲେ ଏବଂ ଏହାର ରେକର୍ଡ ମଧ୍ୟ ରଖୁଥିଲେ। କିଛି ଲୋକ ମାନୁଥିଲେ ଏବଂ ଏହାର ରେକର୍ଡ ମଧ୍ୟ ରଖୁଥିଲେ। 1972 ମସିହାରେ ଆଉ ଜଣେ ଇଂରେଜ ପ୍ରତ୍ନତତ୍ତ୍ୱବିଦ ଆସିଥିଲେ, ଯାହାଙ୍କର ନାମ ଥିଲା ଜର୍ଜ ସ୍ମିଥ। ସେ ନିଜେ ମେସୋପୋଟାମିଆକୁ ଆସିଥିଲେ। ସେଠାରେ ତାଙ୍କୁ ବହୁତ କିଛି ଟାବଲେଟ ମିଳିଥିଲା। ସେ ଟାବଲେଟ ଗୁଡ଼ିକ ମଧ୍ୟରେ 11 ଏବଂ 12ତମ ଟାବଲେଟରେ ନୋହଙ୍କର ଜଳ ପ୍ଲାବନ ବିଷୟରେ ଲେଖାଯାଇଥିଲା। ଏ ଟାବଲେଟ ଗୁଡ଼ିକୁ ଏନୁମା ଏଲିସ୍ ଟାବଲେଟ ବୋଲି ମଧ୍ୟ କୁହାଯାଏ। ଏହି ଟାବଲେଟରେ ଏହିପରି ଲେଖା ଅଛି, ପରମେଶ୍ୱର ତାଙ୍କର ଜଣେ ବ୍ୟକ୍ତିଙ୍କୁ କହିଲେ, ତୁମେ ଗୋଟିଏ ଜାହାଜ ନିର୍ମାଣ କର ଏବଂ ନିଜର ଜୀବନ ରକ୍ଷା କର। ଆମେ ଜାଣୁ ବାଇବେଲର ଆଦି ପୁସ୍ତକରେ ମଧ୍ୟ ଏହିପରି ଏକ ବିଷୟ ଲେଖା ଅଛି। ବୈଜ୍ଞାନିକମାନେ ଏହି ଟାବଲେଟକୁ ପରୀକ୍ଷା କରି ଦେଖିଥିଲେ ଯେ ଏହା 700 BC ର ଟାବଲେଟ ଥିଲା। ତ ଏଠାରେ ଏକ ପ୍ରଶ୍ନ ଆସେ, ଯଦି ନୋହଙ୍କ ଜଳ ପ୍ଲାବନ 4000 BC ରୁ ଅଧିକ ଥିଲା, ତେବେ ଏହି ଟାବଲେଟ 700 BC ର କିପରି ହୋଇପାରିବ? ଏହା ଏଥିପାଇଁ ସତ୍ୟ ଅଟେ କାରଣ ଏହି ଟାବଲେଟ ଗିଲଗାମେଶ ରାଜାଙ୍କ ଦ୍ୱାରା ଲେଖାଯାଇଥିଲା, ଯିଏ 700 BC ପୂର୍ବରୁ ରାଜତ୍ୱ କରୁଥିଲେ। ଏବଂ ଦ୍ୱିତୀୟରେ ଆସିବ ପାପିରସ୍ ବ୍ରୋକଲିନ୍ 35.1446। ଏହାକୁ ବ୍ରୋକଲିନ୍ ଏଥିପାଇଁ କୁହାଯାଇଥାଏ କାରଣ ଏହାକୁ ବର୍ତ୍ତମାନ ବ୍ରୋକଲି ମ୍ୟୁଜିୟମରେ ରଖାଯାଇଛି। ଏହାର ଡେଟ୍ ହେଉଛି 1809 ରୁ 1743 BC। ପ୍ରାୟ 4000 ବର୍ଷ ପୂର୍ବରୁ ଏହା ଇଜିପ୍ଟର ଥିପ୍ସ ସହରରୁ ମିଳିଥିଲା। ଏହାର ଏକ ଖାସ୍ କଥା ଅଛି, ଯାହା ବାଇବେଲ ସହିତ ଯୋଡ଼ା ହୋଇଛି। ମୋଶେଙ୍କର ଜନ୍ମ ପୂର୍ବରୁ ଏବଂ ଯୋସେଫଙ୍କ ମୃତ୍ୟୁ ପରେ ଇସ୍ରାଏଲୀୟ ଲୋକମାନେ ମିଶ୍ର ଦେଶରେ ଦାସତ୍ୱ ବନ୍ଧନରେ ଥିଲେ। ସେହି ସମୟ ହେଉଛି 1800 ରୁ 1700 BC, ଯାହା ବ୍ରୋକଲିନ୍ ପାପିରସର ତାରିଖର ପାଖାପାଖି ଅଟେ। ଏଠାରେ ଯେଉଁ ପାପିରସ୍ ମିଳିଥିଲା, ଏ ପାପିରସରେ 95 ଜଣ ଦାସମାନଙ୍କର ନାମ ଲେଖାଯାଇଛି। ସେହି ନାମମାନଙ୍କ ମଧ୍ୟରୁ ଗୋଟିଏ ନାମ ହେଉଛି ସିଫ୍ରା, ଯିଏ ଜଣେ ଦାସୀ ଥିଲା, ଯାହା ବାଇବେଲରେ ଯାତ୍ରା ପୁସ୍ତକ 1 ପର୍ବର 15 ପଦରେ ଲେଖାଯାଏ। ଏଥିରୁ ପ୍ରମାଣିତ ହୁଏ ଯେ ବାଇବେଲ ଏକ ସତ୍ୟ ପୁସ୍ତକ ଅଟେ। ଏବଂ ତୃତୀୟ ହେଉଛି ସୋଲେବ ଇନସ୍କ୍ରିପସନ। ଏହାର ଡେଟ୍ ହେଉଛି 1400 BC। ଆଜିର ସୁଦାନର ଉତ୍ତର ଭାଗରେ ପ୍ରାଚୀନ ଇଜିପ୍ଟର ଏକ ଜାଗା ମିଳିଥିଲା। ସୋଲେବ 1813ରେ ଜଣେ ଯାତ୍ରୀ ଏହି ଜାଗାରେ ଅନୁସନ୍ଧାନ କରିଥିଲେ। ତାପରେ ଆଉ କିଛି ଲୋକ ଏହି ଜାଗାର ଅନୁସନ୍ଧାନ ମଧ୍ୟ କରିଥିଲେ। ତାପରେ 1957ରେ ଏହି ଜାଗାକୁ ଭଲ ଭାବରେ ଖୋଦେଇ ହୋଇଥିଲା। ଏହାପରେ ଜଣେ ପ୍ରତ୍ନତତ୍ତ୍ୱବିଦ, ଯାହାଙ୍କ ନାମ ଥିଲା ମାଇକେଲ ସିଫଜର୍ଜ, ସେ ମଧ୍ୟ ପ୍ରମାଣ ସିଦ୍ଧ କରିଥିଲେ। ଏଠାରେ ଏକ ଖୁଣ୍ଟର ମଧ୍ୟ ଆବିଷ୍କାର କରାଯାଇଥିଲା, ଯାହାକୁ କଲମ 4N4 କୁହାଯାଏ।
ଏଠାରେ ଯେତେବେଳେ ପାଠ କରାଯାଇଥିବା ସେତେବେଳେ ଜିହୋବାଙ୍କ ନାମ ମଧ୍ୟ ମିଳିଥିଲା। ଏଠାରେ ଆଉ ଏକ ପ୍ରସ୍ତରର ଫଳକ ମଧ୍ୟ ମିଳିଥିଲା, ଯେଉଁଠାରେ ଫାରୋ ରାମେସସ୍ଙ୍କ ବିଷୟରେ ଲେଖାଯାଇଥିଲା, ଯାହାକୁ ବୈଜ୍ଞାନିକ ମାନେ କହନ୍ତି ଯେ ଏହା 1300 BC-ର ଅଟେ। ଏବଂ ଚତୁର୍ଥ ହେଉଛି ଆମାରା ୱେଷ୍ଟ ଇନସ୍କ୍ରିପସନ। ଏଠାରେ ମଧ୍ୟ ଇସ୍ରାଏଲର ନାମ ସହିତ ଜିହୋବାଙ୍କ ନାମ ଲେଖାଯାଇଛି। ତେବେ ଆମେ ଦେଖିବାକୁ ପାଉଛୁ ଯେ ଏଠାରେ ଥିବା ଫାରୋଙ୍କ ନାମ ସହିତ ଜିହୋବାଙ୍କ ନାମ ମଧ୍ୟ ଲେଖାଯାଇଛି। ଏହାଠାରୁ ଅଧିକ ବଡ଼ ପ୍ରମାଣ ଆଉ କଣ ହେଇପାରେ? ଏବଂ ପଞ୍ଚମ ହେଉଛି ଦ ବର୍ଲିନ ପେଡେଷ୍ଟାଲ ରିଲିଫ। ଏହା ମିଶର ଦେଶର ଗ୍ରାନାଇଟରେ ବନାଯାଇଥିବା ଏକ ପଥର ଅଟେ। ଏହି ପଥର କେଉଁଠୁ ମିଳିଲା ତା କେଉଁଠାରେ ମଧ୍ୟ ଲେଖା ନାହିଁ। ଏବେ ଏହାକୁ ଇଜିପ୍ସିଆନ ମ୍ୟୁଜିୟମ ଅଫ ବର୍ଲିନ, ଯାହାକି ଜର୍ମାନରେ ଅବସ୍ଥିତ, ସେଇଠାରେ ଏହାକୁ ରଖାଯାଇଛି। ବୈଜ୍ଞାନିକ ମାନେ ଏହାର ଡେଟ୍ ଦିଅନ୍ତି ଯେ ଏହା ହେଉଛି 1500 ରୁ 1292 BC-ର ଅଟେ ବୋଲି। ଏଠାରେ 3ଟି ଚିହ୍ନ ଅଛି। ପ୍ରଥମ ଚିହ୍ନ ଏହା ଅସ୍କିଲନ ବିଷୟରେ ବର୍ଣ୍ଣନା କରେ। ଯେତେବେଳେ ଆମେ ଝିଅ 13 ପର୍ବର 3 ପଦକୁ ପଢୁ, ସେତେବେଳେ ସେଠାରେ ଆମେ ଏହି ଅସ୍କିଲନ ବିଷୟରେ ମଧ୍ୟ ପାଠ କରୁ। ଦ୍ୱିତୀୟ ଚିହ୍ନ କିଣାନକୁ ଦର୍ଶାଇଥାଏ। ଆଉ ତୃତୀୟ ଚିହ୍ନ କିନ୍ତୁ ପ୍ରକୃତରେ ଏଠାରେ ନଥିଲା। କିନ୍ତୁ 2001 ମସିହାରେ ମ୍ୟାନଫେଡ ଚର୍ଚ୍ଚ ଏହାକୁ ପୁରା କରି କହିଥିଲେ ଯେ ଇଏ ହେଉଛି ଇସ୍ରାଏଲ ଦେଶର ଅଟେ, ମାନେ ଏଇ ଚିହ୍ନ ହେଉଛି ଇସ୍ରାଏଲ ଅଟେ। ଏବଂ ଷଷ୍ଠ ହେଉଛି ଦ ଅବର୍ଣ୍ଣା ଲେଟର। ଇଏ ଏକ ପ୍ରକାର ଫଳକ ଅଟେ ବା ଟାବଲେଟ ଅଟେ। ଏହା ଇଜିପ୍ଟର ଏକ ସହର ଯାହାର ନାମ ଅବର୍ଣ୍ଣା ଅଟେ ସେଇଠାରୁ ମିଳିଥିଲା। ସେଠାରୁ ଏହିପରି 382ଟି ଫଳକ ମିଳିଥିଲା। ଏହାକୁ ରିସର୍ଚ୍ଚ କରାଯାଇଛି। ଏହାର ଡେଟ୍ ହେଉଛି 1300 BC। ସେଇ ଟାବଲେଟର ଫଳକ ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ହପିରୋ। ଏହି ହପିରୋ ଫଳକ ହିବ୍ରୁ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ। ଏହି ସବୁ ଫଳକ ଗୁଡିକ ସେହି ସମୟରେ ରାଜନୀତି ବିଷୟରେ ବର୍ଣ୍ଣନା କରେ। ଆମେ ଜାଣୁ ଯେ ସେହି ସମୟରେ ଇସ୍ରାଏଲ ଲୋକମାନେ କିଣାନ ଦେଶର ପାଖାପାଖି ପହଞ୍ଚି ଯାଇଥିଲେ। ଏହି ହପିର ହିବ୍ରୁ ଶବ୍ଦ ହିଁ ଅଟେ। ଏବଂ ସପ୍ତମ ହେଉଛି ଦ ମନ୍ନେଫାସ ଷ୍ଟିଲ୍। 1896ରେ ଜଣେ ଇଂରେଜ ଯାହାଙ୍କ ନାମ ପ୍ଲାଣ୍ଡେସ୍ ବେଟ୍ରେ ଏହି ଗ୍ରାନାଇଟ୍ ଯୁକ୍ତ ପଥରକୁ ଖୋଜି ବାହାର କରିଥିଲେ। ଆଉ ଏହାର ସନ୍ଧାନ ମଧ୍ୟ ମିଳିଥିଲା ଇଜିପ୍ଟର ଥିବ୍ସ ସହରରେ। ତାପରେ ଜର୍ମାନର ୱିଲିୟମ୍ସ ସ୍ୱିଜରବର୍ଗ ଏହି ପଥର ଉପରେ ଥିବା ଲେଖାକୁ ପାଠ କରିଥିଲେ। ବୈଜ୍ଞାନିକ ମାନେ କହନ୍ତି ଯେ ଏହା 1208 BC-ର ଅଟେ। ଏହି ପଥର ଉପରେ ଏପରି ଲେଖାଯାଏ। ଆଉ 1212 BC-ରୁ 1213 BC-ରେ ମିଶରରେ ମନପ୍ତା ଶାସନ କରୁଥିଲେ। ଆଉ କେବଳ ସେତିକି ନୁହେଁ, ଏହି ପଥର ଉପରେ ଇସ୍ରାଏଲର ନାମ ପରିଷ୍କାର ଭାବରେ ଲେଖାଯାଇଛି। କେବଳ ଏହି ପଥର ନୁହେଁ, ଆଉ 2ଟି ପଥର ମଧ୍ୟ ଆବିଷ୍କାର କରାଯାଇଛି, ଯାହା ପ୍ରମାଣ ଦିଏ ଯେ ବାଇବେଲ କାହିଁକି ଇତିହାସ ଦ୍ୱାରା ପ୍ରମାଣ ସିଦ୍ଧ ହୁଏ ବୋଲି। ତେବେ ପ୍ରିୟ ବନ୍ଧୁଗଣ, ଇଏ ଥିଲା 7ଟି ପ୍ରତ୍ନତତ୍ତ୍ୱ ଆବିଷ୍କାର, ଯାହା ପ୍ରତ୍ନତତ୍ତ୍ୱବିଦ ମାନଙ୍କ ଦ୍ୱାରା ଆବିଷ୍କାର କରାଯାଇଛି। ତେବେ ବନ୍ଧୁଗଣ, এই ଭିଡିଓକୁ ଆପଣ ଅନ୍ୟମାନଙ୍କ ସହିତ ସେୟାର ମଧ୍ୟ କରିପାରିବେ, ଯେପରି ଅନ୍ୟମାନେ ମଧ୍ୟ ଏହିପରି ସତ୍ୟତାକୁ ଜାଣିପାରିବେ। ବାଇବେଲ ବିଷୟରେ ବାଇବେଲକୁ ନେଇ ଏହିପରି ଅନେକ ପ୍ରମାଣ ଗୁଡ଼ିକ ରହିଅଛି। ଆଉ ମୋର ଚ୍ୟାନେଲରେ ମଧ୍ୟ ଏହିପରି ପ୍ରତ୍ନତତ୍ତ୍ୱ, ବାଇବେଲର ପ୍ରତ୍ନତତ୍ତ୍ୱ ଆବିଷ୍କାରକୁ ନେଇ ଅନେକ ଭିଡିଓ ମଧ୍ୟ ରହିଅଛି। ଆପଣ ମୋର ଚ୍ୟାନେଲକୁ ଭିଜିଟ୍ କରି ଦେଖିପାରିବେ। ତେବେ ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଦେଖା ହବ ଆପଣଙ୍କ ସହିତ ଆଉ ଗୋଟେ ଭିଡିଓରେ, ଆଉ ଗୋଟେ ଅଧ୍ୟାୟରେ। ଆଗାମୀ ଅଧ୍ୟାୟରେ ମଧ୍ୟ ଆମେମାନେ ବାଇବେଲର ପ୍ରତ୍ନତତ୍ତ୍ୱ ପ୍ରମାଣକୁ ନେଇ, ବାଇବେଲର ଇତିହାସକୁ ନେଇ ଅନେକ ବିଷୟ ଆଲୋଚନା କରିବା। ସମସ୍ତଙ୍କୁ ଆନ୍ତରିକ ନମସ୍କାର।